ସଚ୍ଚୋଟ କାଠୁରିଆ। ଜଣେ ସଚ୍ଚୋଟ କାଠୁରିଆ ନଦୀ କୂଳରେ କାଠ କାଟୁଥିଲା। ତା ହାତରୁ କୁରାଢ଼ୀଟି ଖସିଯାଇ ନଦୀ ଭିତରେ ପଡ଼ିଗଲା। ଗରିବ କାଠୁରିଆଟି କାନ୍ଦିବାକୁ ଲାଗିଲା, କାରଣ ସେହି କୁରାଢ଼ୀଟି ହିଁ ତାର ଜୀବିକାର ଏକମାତ୍ର ସାଧନ ଥିଲା। ତାର କାନ୍ଦ ଶୁଣି ଜଳଦେବତା ପ୍ରକଟ ହେଲେ। ସେଇ ନଦୀ ଭିତରେ ବୁଡ଼ ପକାଇ ଗୋଟିଏ ସୁନା କୁରାଢ଼ୀ ବାହାର କରି ଆଣିଲେ। କାଠୁରିଆ କହିଲା, ଏହା ମୋର ନୁହେଁ। ଦେବତା ପୁଣିଥରେ ବୁଡ଼ ପକାଇ ଏକ ରୂପା କୁରାଢ଼ୀ ବାହାର କଲେ। କାଠୁରିଆ ତାକୁ ମଧ୍ୟ ନେବାକୁ ମନା କରିଦେଲା। ଶେଷରେ ଦେବତା ତାର ସେହି ଲୁହା କୁରାଢ଼ୀଟି ବାହାର କଲେ। କାଠୁରିଆ ଖୁସିରେ ନାଚି ଉଠି କହିଲା, ଏଇଟା ହିଁ ମୋର କୁରାଢ଼ୀ। ଜଳ ଦେବତା ତାର ସଚ୍ଚୋଟତାରେ ବହୁତ ପ୍ରସନ୍ନ ହେଲେ ଏବଂ ତାକୁ ଉପହାର ସ୍ୱରୂପ 3ଟିଯାକ କୁରାଢ଼ୀ ଦେଇଦେଲେ। ଶିକ୍ଷା: ସଚ୍ଚୋଟତାର ଫଳ ସର୍ବଦା ମିଠା ହୋଇଥାଏ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।